हईलो ए तमे मन के आ कौन पे मते नीदर उठाई देला हां तमे के अजे कौन पे आसी चाहा आलो ए मुझे हेथाने काई कि तम मन को कौन पे कहबी तमे को तमे मते कौन पे नीदर उठाई देला हैला तम परिचय जाने बाबा मो साथी मन तुमको उठाई देले मो परिचय आलो ए तमे मैं कर तम चेहरे के केबे आईना रे देखि छ ना ना देखिनी सेथि पाई तो परिचय मैं बा चली आछ जम्मार दे परबिन मो परिचय हैला तमे तो तम परिचय न दबा हां तार तुम कथि जीव को दबुनी कोनटा करिवो कोन करिबा हां मो संग तुमको देखे दबा अरे एमिति कोनटा देखेबा देखेउ दउनो अरे ऐसा जाऊ ना तांको परिचय पचारे के आसीबो सीधे तुम जाऊ ना ए कोन जानि छ कोन ए जुपक हां जानि जानि जमा जणा एमती होई जाउनी कोन मा मते जहा लागिछि हां तमे सब किछि जानि छ कोन मु तो किछि जानिनी जानि न हां छोट छ त अच्छा ए हां हम जमा कहले ना हमको तम परिचय मा जानि पाई मो परिचय अरे हां बाबा आले तमे मते तम जमा दे कहि दियो मो परिचयटा दे पारिबिनी म नहीं सेमिति जमा हेई परिबन काहे की माने हां तम परिचय जदी न नै कि चली जिबु अच्छा हम जे मामा को छेंची पकेबो मो कोन से मुहतर तम मान को मो परिचय देबी हैला अरे ए दिया हां दया करी तम परिचयटा दे दिया अरे कहली पर देबिनी दबनी जम्मारुनु ताले हम जे मामणी को कहि दउची ठीक अछि कहि दियो मां ए अपा आला देखिला तो ए जीवक केमिति मना करी देले तांको परिचय न दबा सदर तो ये मनुष्य को नको पर लागो अछि ना हां परा हेलो मत लागुची हमें समस्त अच्छे बोले से तांको परिचय देउनंती अरे मते भी ठीक सेमिति लागुची बोले मु तो देखुटा तांको परिचय पटरे तांको परिचय दे मत पारते ना हे अपा हमकु एथरे एठु चली जिबाक पड़िबो सेई बरगछ मूलकु कुआडे जीवनी ना ना मैं गुटा ताको परिचय पटरे के आसी तुम्हें तो से बरगछ मूल अपेक्षा करथिबो हेले आ गोटे कथा बाकी अछि ओ कथा गला ए अपा मो पाख गोटे के आसिला किछि कहिबार अछि कौन हला अरे सुनु छा मन दे की सुना क्यों न घर की नहीं जा बिली मानसू खुद बुझा मुठी नहीं खा बिली मानसू समस्त तो चली गए तमे एठी कोनटा करू छ तमे परिचय चढ़े पे एठी बोला हो जाई मो परिचय आले मो परिचय काहर को दिएनी महला काहे कि ना मो एक गुप्त कार्य पाई पड़छि आ तेणु करी मो परिचय को मत गुप्त भाव रखछि बुझि पारिले अच्छा गोटी कथा कौन भइले
तम कर तम सखी सहचारी मान को टिके मत शिष्टाचार कि भद्रता शिखेना କେମିତି କଣ ହେଇଗଲା ଯେ ମୋ ସଖୀ ମାନଙ୍କ ବିଷୟରେ ସବୁ କହି ଯାଉଛ ମୁଁ ଆଲୋ ଜଣେ ଅଜଣା ପୁରୁଷକୁ କେହି ଏମିତି ଠେଲି ଦଉଛି ତ କିଏ ଠେଲି ଦଉଛି ଯେ ତମ ସୁନ୍ଦର ଯୁବକ ଆମେ କେବେ ଦେଖିନଥିଲୁ ଆଚ୍ଛା ସେଥିପାଇଁ ତ ମୋ ସଖୀ ମାନେ କଣ କିଏ ତୁମକୁ ଏମିତି ଯାଉଛି ମୁଁ ସେଥିପାଇଁ ତ ଏମିତି ସମସ୍ତେ ବାୟାଣିକ ଭଳିଆ ହଉଛନ୍ତି ହଉ ହେଲା ହେଲେ ଯେତେ ମତେ ନିଦରେ ଉଠେଇ ସାରିଲାନି ଏଇଥର ଏଇଟା କୁହ ଆଲୋ ତମେ କିଏ ଆଉ ତମେ ଏଠି କଣ କରୁଛ ମାନେ ତମର ସମ୍ପୂର୍ଣ୍ଣ ପରିଚୟଟା କଣ ମୋ ପରିଚୟ ହଁ ନା ରେ ବାବା ମୁଁ ମୋ ପରିଚୟ କହିପାରିବିନି କାହିଁକି କହିପାରିବନି କାହିଁକି ନା ହଁ ମୋ ବାବା କହି ଯାଇଛନ୍ତି ଆଚ୍ଛା ଅପରିଚିତ ମଣିଷକୁ ନିଜ ପରିଚୟ ଦେବା ଉଚିତ ହାଇଲେ ତମକୁ ତମ ବାପା କହିକି ଯାଇଛନ୍ତି ଅପରିଚିତ ମଣିଷକୁ ନିଜ ପରିଚୟ ଦେବାଟା ଉଚିତ ଆଉ ଅପରିଚିତ ମଣିଷକୁ ଶୋଇଥିବା ଅବସ୍ଥାରେ ନିଦରୁ ଉଠେଇ ଦବ ଏଇଟା ମଧ୍ୟ ନିଶ୍ଚୟ ତମକୁ ତମର ସେଇ ବାପା ଶିଖେଇଥିବେ ନାଇଁ ଯେପରି ଆଲୋ ତମ ପରିଚୟ ଦେଇଦିଅ ମୁଁ ତମର କୌଣସି ପ୍ରକାର କ୍ଷତି କରିବିନି ହେଲା ମୁଁ ଯଦି ୟାକୁ ମୋ ପରିଚୟ ଦେଇଦିଏ ତାହେଲେ ମୋ ମନରେ ଯୋଉ ଭାବନାର ସୃଷ୍ଟି ହଉଛି ସେଇ ଭାବନାଟା ସତ୍ୟ ମଧ୍ୟ ଆଲୋ କଣ ହେଲା ମୋ ପରିଚୟଟା ଦବ ନା ନାଇଁ ହଁ ଗୋଟେ ସୁନ୍ଦର ଫୁଲ ଯଦି ଆଚ୍ଛା କଲା ଭ୍ରମଣରେ ଆସି ତା ପରିଚୟ ପଚାରେ ହଁ ତାହେଲେ ସେ ଫୁଲ ବିଚାରୀଟା କଣ କହିବ କଣ କହିବ ନିଶ୍ଚୟ ସେ ଫୁଲଟା ଲାଜେଇ ଯାଇ ଛାଉଳି ପଡିବ ହେଲା ଯିବ ନା ହଁ ମୁଁ ମଧ୍ୟ ସେଇ ଫୁଲ ପରେ ରାଜେଇ ଯାଉଛି ମୁଁ ହେଲେ ଏଇଟା ତ ମୁଁ ଜମାରୁ ବୁଝିପାରିଲିନି ହ୍ୟାଲୋ ଏଠି ଫୁଲ କିଏ ଆଉ ଭ୍ରମର କିଏ ଏତିକି ବି ଜାଣିପାରୁନା ନାଇଁ ତ କଣ ସେଇ ଭ୍ରମଣଟା ହଉଛ ତମେ ଆଉ ସେ ରାଜ କରି ଫୁଲଟା ହଉଛି ନାଇଁ 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 ହ୍ୟାଲୋ ତମେ କୌଣସି ପ୍ରକାର ଫୁଲ ନୁହଁ କିମ୍ବା ମୁଁ କୌଣସି ପ୍ରକାର ଭ୍ରମର ବୁଝିପାରିଲ ସିଧାସଳଖ ଭାବରେ ନିଜ ପରିଚୟଟା ଦିଅ ନଚେତ ମୁଁ ଏଠି ଚାଲି ଯାଉଛି ବୁଝିଲ ନା ନା ଯାଉନି ଆଚ୍ଛା ଶୁଣିବ ମୋ ପରିଚୟ ନିଶ୍ଚୟ ଠିକ ଅଛି ଯୁବକ ତାହେଲେ ଶୁଣ ମୋ ପରିଚୟ କହିଯା ଫୁଲକ ଭ୍ରମର ଅଛି ଆମ ପରିଚୟ
ହେଲା ବ କଣ ପାଇଁ ଏମିତି ଅମନସ୍କ ହେଇଯାଉଛ ତାପରେ ହଁ ତାପରେ କଣ ଆଚ୍ଛା ପ୍ରଥମେ ମୋ ସଖୀମାନେ ତମକୁ ସେଇଠି ଦେଖିଦେଲେ ହଁ ଆଉ ସେ ଶୟନ କରିଦେବ ସମୟରେ ନିଦରୁ ଉଠେଇଦେଲେ ଉଠେଇଦେଲେ ଆଚ୍ଛା ତାହେଲେ ତମେ ହଉଛ ଜଣେ ଶବର ଜାତିର ଝିଅ ହଁ ଆଉ ତମ ନାଁଟା ହେଉଛି ରାକ୍ଷୀ ମାନେ ମୋ ନାଁଟା ରାକ୍ଷୀ ଆଚ୍ଛା ହେଲେ ସତ କଥା ତୁ କହିବି ନା କହୁନା ସତ କହିବା ଗଲା ତମେ ଜଣେ ଶବର କୁଳ ଜନ୍ମ ହେଇକି ମଧ୍ୟ ଦେଖିବାର କୌଣସି ରାଜକୁମାର ଠାରୁ କମ୍ ଲାଗେ ସତରେ ରାକ୍ଷୀ ତମ ନାମଟା ଯେମିତି ରାକ୍ଷୀ ନା ସେମିତିରେ ତମେ ଦେଖିବାରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛି ଏ କଥା ତମେ କହୁଛ ମୁଁ ଦେଖିବାକୁ ସୁନ୍ଦର ଦେଖାଯାଉଛି ଆଲୋ ହଁ ଏ କଥା ମୁଁ କହୁଛି ହେଲେ ଶୁଣ ଆଜି ତ ମୁଁ ମୋ ପରିଚୟ ଦେଇପାରିବି କାରଣ ମୋର ଗନ୍ତବ୍ୟ ପଛ ଚଳିବ ଆଉ ମୋତେ ବହୁତ ଦୂର ଯିବାର ଅଛି ତେଣୁକରି ବର୍ତ୍ତମାନ ମୁଁ ଏଠି ଚାଲିଯାଉଛି ହଁ ଜୀବନରେ ଯଦି ଦ୍ୱିତୀୟ ଥର ପାଇଁ କେବେ ସାକ୍ଷାତ ହୁଏ ତାହେଲେ ନିଶ୍ଚୟ ସେଦିନ ମୁଁ ମଧ୍ୟ ତମକୁ ମୋ ପରିଚୟ ଦେଇଦେବି ହେଲା ଏଇ କ୍ଷଣ ତମେ ଚାଲିଯିବା ହଁ ହେଲେ ଆହୁରି କିଛି ସମୟ ଯାଉନ ଆହୁରି କିଛି ସମୟ କହିଲେ ଏ ରାକ୍ଷୀ ଆରେ ଆହୁରି କିଛି ସମୟ ରହିକି ମୁଁ କଣଟା ବା କରିବି କାହିଁକି ନା ମୁଁ ନା ତମକୁ ଗୋଟିଏ ଜରୁରୀ କଥା କହିବି ପରେ ଭାବୁଛି ଯେ କଣ କହିଲ ତମେ ପୁଣି ମତେ ଗୋଟିଏ ଜରୁରୀ କଥାଟିଏ କହିଲ ଆଲୋ ଏ ଲାଗୁଛି ପ୍ରଥମ ଦେଖରେ ସବୁ ଜରୁରୀ କଥାଟା ଏକାଥରକୁ କହିବି ହଉ ହେଲା ତମକୁ କେଇଟା ସମୟ ଦେଲି ଅଳ୍ପ କ୍ଷଣ ମଧ୍ୟ ତମ ସେ ଜରୁରୀ କଥାଟା ମୁଁ ଆଗରେ କହିବି ନଚେତ ମୁଁ ଏଠି ଚାଲିଯିବି ର ରାକ୍ଷୀ ଯାଉନି କହିଦେବି ହଁ କିନ୍ତୁ ମୋ କଥା ଶୁଣିଲେ ତମେ ରାଗିବନି ତ ଆଲୋ ଏ ରାକ୍ଷୀ ମୁଁ ପୁଣି କଣ ପାଇଁ ରାଗିବି ଜମା ରାଗିବି ନାହିଁ କଣ କହିବ କିନ୍ତୁ ଟିକେ ଶୀଘ୍ର ଶୀଘ୍ର କହିବ ମୁଁ ଝିଅ ପିଲାଟେ ପ୍ରଥମେ ୟାକୁ କେମିତି କହିଦେବି ସେ ଯଦି ପ୍ରଥମେ କହିଦିଅନ୍ତେ ତାହେଲେ ଭଲ ହୁଅନ୍ତା ନା ଆଲୋ ଆରେ କଣଟା କହିବ ପରେ ଶୀଘ୍ର କହିଦଉନ କଣ ଏମିତି ଏକୁଟିଆ କଥାବାର୍ତ୍ତା ହେଇ ଚାଲିଛ କହିଦେବି କହିଦଉନ ହଁ ସତ କଥାଟା କହିବାକୁ ଗଲେ ନା ଆଚ୍ଛା ମୁଁ ନା ହଁ ତମକୁ କହିଲ ତମେ ପୁଣି ମତେ ହ୍ୟାଲୋ ଏ ରାକ୍ଷୀ ଆରେ ଆଗକୁ ପଛକୁ କିଛି ଅଛି ନା ଏତିକିରେ ଶେଷ ମ ଆହୁରି ପୁଣି ଅଛି ଯେ ତାହେଲେ ଶୀଘ୍ର କୁହ ସତରେ ତମେ ରାଗିବନି ତ ଆରେ ବାବା କହିଲି ପରା ଜମା ରାଗିବିନି ସତରେ ଫେରିବାକୁ ଗଲେ ନା ହଁ ମୁଁ ନା ହଁ ତମକୁ ମନେ ମନେ ଭଲ ପାଇ ସାରିଛି କହିଲ କଣ କହିଲ ତମେ ପୁଣି ମତେ ମନେ ମନେ ଭଲ ପାଇ ସାରିଛ ଆଲୋ ଏ ରାକ୍ଷୀ ଆରେ ଦରକାର ନାହିଁ ତମ ପରିଶ୍ରମ କରିଛଇ ଭାଡ଼ା ପ୍ରେମକୁ ହେଲା ମୋ ପ୍ରେମ ତମେ ଭଲ ପ୍ରେମ କହୁଛ ଆଉ ନୁହେଁ ତ କଣ ନାଇଁ ମୁଁ ହଁ ସତ କହୁଛି ପ୍ରଥମେ ଦେଖାରେ ତମକୁ ମୋ ମନଟା ଦେଇ ସାରିଛି ହେଲେ ଶୁଣ ରାକ୍ଷୀ ମୁଁ ତମକୁ ଜମାରୁ ଭଲ ପାଉନି ଆଉ ତମେ ଯେତେ ଚେଷ୍ଟା କଲେ ମଧ୍ୟ ତମର ମିଛ ପ୍ରେମ ଜାଲରେ ମତେ ଫସାଇ ପାରିବନି ବୁଝିଲ ଆରେ ମୋ ପ୍ରେମ ମିଛ ପ୍ରେମ ନୁହଁ ଇଏ କହିଲା ମିଛ ନୁହଁ ମୁଁ କହୁଛି ହଁ ମୋ ମନ କହୁଛି ଆଲୋ ଏ ଭଲରେ ଭଲରେ କହିଦଉଛି ଦୟାକରି ତମେ ଏଠି ଚାଲିଟା ବୁଝିବ ନଚେତ କିଛି ଭଲ ହବନି ବ ଯିବିନି ଏଠୁ ହଁ କଣ ହବ ଦେଖି ନେବିନି ଜୀବନି ଜମାର ଜୀବନି ଜମାରୁ ଯିବିନି କେମିତି ଜୀବନି ମୁଁ ମଧ୍ୟ ଦେଖିନିବି ଦେଖୁନ ଆଲୋ ଏ ରାକ୍ଷୀ ଆରେ ମନ ଦେଇକି ଶୁଣ ମ କଣ ହବ ପ୍ରେମ କରିବାକୁ ତତେ ଲୋଗରି ମନ ନାହିଁ ଜମା ପ୍ରେମ କରିବାକୁ ତତେ ଲୋଗରି ମନ ନାହିଁ ଜମା ଠାରୁ ଟିକେ ଦୂରେଇ ରୁହ ପାଖକୁ ଆସ ନା
तू पूरी करू कते बहाना प्रेमर डोरी रे बांधी पारे पुनी देखले लागुची घृणा चालिता एठी चालिता भल पाइबा को तो दिल गरी मन म बुझे ना प्रेम करिबा को तो दिल गरी मन रहे चम्पा चम्मा फाइले तुमको जेते दूर के जीवन में कोची सेता पाखक पाखक कोटा मारी असम कोन पे माने हां तुमको भला बात प्रेम करछ बले तम पापा पापा अरे राखी हर दर के तुम मोबाइल छाड़ी दियो तुम बता हां जमारो छाड़ी भी तम बता जमार छाड़ी बनी केमिति छाड़ी बनी मु मजा देखिने भी देखु ना हां देखु ना हे बट तमरा छाड़ी दिया काम मोर आके अजथार तुम पाखे समय करू बटना करी कि मते पाइब कि पुण्य समय नाही मो पाखे करबा तू प्रेम पटेबा पाई मतलब तू पूरी करू तू कते बहाना प्रेम पटेबा पाई मतलब तू पूरी करू तू कते बहाना प्रेमर डोरी रे बांधी पारी पुनी देखले लागुची घृणा चाली जा एठी चाली जा कौन एमिति एमते मन पड़ी जीवनी मो अच्छा एमिति माने कुआड़े जीवनी आलो जमिते लेठी जीवा पड़िबो म जमार जीवनी भल पाइबा को तते लगनी मन म बुझे ना प्रेम पाइबा को तते लगनी मन नाही चम्पा चम्पा नहीं बुझे तुम जते बुझल छ तुम मुंड कर मो कथा पसंद अरे कहली पर मत भला बाउली दया के तुम एठी चली जाओ कोन पे वजह से समय नष्ट कर छ हेले हां छुआ प्लेटे तुम कहते बद्ध करछि अच्छा तबे काई की बुझु ना हो जम्मार बुझबिनी हैला तमे सतरे मत भला पा जम्मार भला पाउनी हैला एतिकी मजा भला पा एतिकी मजा न हैला खाली प्रेम अच्छा एते बात करा परे मत तमे मो मन कथा बुझी परिलो रे हां ताले ठी रह की बा कोन ला पा केछे राव नाही हां मु चली जीबी जा निश्चय चली जीबी मो सखी मान को निकट कर दो जाऊ न आ तमे चली जाओ सी अन्धु को हां रे कोन मु छुआ प्लेटे तमे तो बात कला परे मत बुझी परिलो नी ताले को बा करबी किंतु हां सत कोची मो परिचय केबे मत तमे पाइबोनी हाले न पाइले भी चली बहे तमे तो एठी जाओ ना जीवनी जीवनी तमारे जीवनी अच्छा हाउ ठीक अछि अले तमे एठी रुह किमा जाओ हैला मोर कोनोसी आपत्ति नाही म काहे कि जानी काहे कि ना मो रास्ता रे चलले सतरे
ସଦରକଳେ ଯୁବକ ଚାଲିଯିବେ। ନା ନା ୟାଙ୍କୁ ଯେମିତି ମୋତେ ଡାକିବାକୁ ପଡ଼ିବ।